ଶୃଗାଳର ମହାଭାରତ ଭବିଷ୍ୟବାଣୀ। ଋଷି ପଲସ୍ତ୍ୟଙ୍କର ଦୁଇ ପୁତ୍ର ଥିଲେ, ଯଜନ ଓ ଯାଜନ। ବେଦ ବେଦାନ୍ତ ଶାସ୍ତ୍ର ଆଦିରେ ସେ ଦୁଇଜଣ ତାଙ୍କ ପିତାଙ୍କୁ ମଧ୍ୟ ବଳିଗଲେ। ଥରେ ଦେବଗୁରୁ ବୃହସ୍ପତିଙ୍କର ପାଳିତ ହରିଣଟିଏ ଦୁଇ ଭାଇଙ୍କ ଆଖିରେ ପଡ଼ିଲା। ଲୋଭରେ ସେ ଦୁଇଜଣ ସେ ମୃଗକୁ ମାରି ତାର ମାଂସକୁ ରନ୍ଧନ କରି ପରମ ଆନନ୍ଦରେ ଭୋଜନ କରିଦେଲେ। ବୃହସ୍ପତି ତାଙ୍କ ପାଳିତ କୁରଙ୍ଗକୁ ନ ପାଇ ଦେବର୍ଷି ନାରଦଙ୍କୁ ଅନୁରୋଧ କଲେ ତାର ସନ୍ଧାନ ନେବାକୁ। ନାରଦଙ୍କୁ ବା କେଉଁ ସ୍ଥାନ ଅଜଣା। ସେ ଯଜନ ଓ ଯାଜନଙ୍କ ଆଶ୍ରମରେ ପହଞ୍ଚି ମୃତ ମୃଗର ଅସ୍ଥିଗୁଡ଼ିକ ଆବିଷ୍କାର କଲେ ଓ ଦୁଇ ଭାଇଙ୍କୁ ପଚାରି ବୁଝିନେଲେ ଯେ ସେ ମୃଗ ମାଂସ ସେ ଦୁହିଁଙ୍କ ଉଦରରେ ସ୍ଥାନ ପାଇ ସାରିଲାଣି। ବୃହସ୍ପତି ସମ୍ବାଦଟି ପ୍ରାପ୍ତ ହେଲେ। ଦୁଇ ଭାଇଙ୍କୁ ଡକାଇ ବ୍ରହ୍ମ ଦୈତ୍ୟ ହୁଅ ବୋଲି ଅଭିଶାପ ଦେଲେ। ସେମାନେ ପୃଥିବୀରେ ଆତାପି ଓ ବାତାପି ନାମରେ ବ୍ରହ୍ମରାକ୍ଷସ ହୋଇ ଜନ୍ମ ହେଲେ। ତୀର୍ଥରାଜ ପ୍ରୟାଗକୁ ଯିବାପାଇଁ ଅରଣ୍ୟ ମଧ୍ୟ ଦେଇ ରାସ୍ତାଟିଏ ପଡ଼ିଥାଏ। ସେଇ ରାସ୍ତା କଡ଼ରେ କୁଟୀର ଗୋଟିଏ ନିର୍ମାଣ କରି ଦୁଇ ଭାଇ ରହୁଥାନ୍ତି। ଆତାପି ବ୍ରାହ୍ମଣ ବେଶରେ ପୋଥି କେତେ ଖଣ୍ଡ ଧରି ପଢ଼ିବାର ଛଳନା କରୁଥାଏ। ବାତାପି ହରିଣ ରୂପରେ ବନ୍ଧା ହୋଇଥାଏ କୁଟୀର ବାହାରେ। କେହି ତୀର୍ଥଯାତ୍ରୀ ସେ ପଥ ଦେଇ ଗଲାବେଳେ କୁଟୀରଟିଏ ଦେଖି ଅଟକେ ଟିକିଏ ବିଶ୍ରାମ ନେବାପାଇଁ। ଆତାପି ତାକୁ ନାନା ଶାସ୍ତ୍ର ପୁରାଣ ଶୁଣାଇ ନିଜକୁ ଜଣେ ନୀତି ନିପୁଣ ବ୍ରାହ୍ମଣ ବୋଲି ତା ମନରେ ବିଶ୍ୱାସ ସୃଷ୍ଟି କରେ। ଆତାପିର ଅନୁରୋଧରେ ପଥିକ ସେଠାରେ ଭୋଜନ କରିବା ପାଇଁ ଖୁସିରେ ରାଜି ହୋଇଯାଏ। ପଥିକଙ୍କ ସମ୍ମୁଖରେ ସେ ମୃଗରୂପୀ ବାତାପିକୁ ମାରି ତା ମାଂସ ରନ୍ଧନ କରେ ଓ ତୀର୍ଥଯାତ୍ରୀଙ୍କୁ ଭୋଜନ କରିବାକୁ ଦିଏ। ପରଦିନ ତୀର୍ଥଯାତ୍ରୀ ଜଣକ ବିଦାୟ ନେଇ ଗଲାବେଳେ ଆତାପି କିଛି ବାଟ ବାଟୋଇ ଦେବାକୁ ଯାଏ। ସେଇଠି ସେ ବାତାପି ବାତାପି ଡାକେ। ବାତାପି ପଥିକର ପେଟ ଚିରି ବାହାରକୁ ଆସେ। ବିଚରା ବାଟୋଇ ଦୁଇ ଭାଇଙ୍କର ଆହାର ହୁଏ। କିଛି କାଳ ଅନ୍ତେ ଥରେ ଋଷି ଅଗସ୍ତୀ ସେଇ ପଥରେ ପ୍ରୟାଗକୁ ଯାତ୍ରା କରୁଥାନ୍ତି। ଆତାପି ଓ ବାତାପି ରହୁଥିବା କୁଟୀରରେ ସେ କିଛି ସମୟ ବିଶ୍ରାମ କଲେ। ଆତାପି ପୁରାଣ ପାଠ ଏବଂ ଶାସ୍ତ୍ର ଆଲୋଚନାରୁ ତାଙ୍କର ସନ୍ଦେହର ଉଦ୍ରେକ ହେଲା। ସେ ଜାଣିଗଲେ ଯେ ସେ କେବଳ ଅଭିନୟ ହିଁ କରୁଛି। ଧ୍ୟାନ ବଳରେ ସେ ଜାଣିପାରିଲେ ଯେ ଏ ଦୁଇଜଣ ଅନେକ ଲୋକଙ୍କ ପ୍ରାଣ ନେଇ ସାରିଲେଣି। ପ୍ରୟାଗ ଯାତ୍ରୀଙ୍କ ତୀର୍ଥଯାତ୍ରାକୁ ନିରାପଦ କରିବା ପାଇଁ ଅଗସ୍ତୀ ସେଦିନ ସେଠାରେ ରାତ୍ରିଯାପନ କଲେ। ଆତାପି ପୂର୍ବପରି ମୃଗରୂପୀ ବାତାପିକୁ ମାରି ରନ୍ଧନ କଲା। ଅଗସ୍ତୀ ଖାଇସାରି ବିଶ୍ରାମ ନେଲେ। ପରଦିନ ସେ ଯିବାକୁ ବାହାରିଲେ। ଆତାପି ବାତାପି ବାତାପି ଡାକି ପଛରେ ଗୋଡ଼ାଇଥାଏ। ଅଗସ୍ତୀଙ୍କ ଉଦର ଅଗ୍ନିରେ ବାତାପି ସେତେବେଳକୁ ଭସ୍ମ ହୋଇ ସାରିଲାଣି। ଆସିବ କୁଆଡ଼ୁ? ଅଗସ୍ତୀ କହିଲେ, ବାତାପି ଆଉ ଫେରିବ ନାହିଁ ବାବା, ସେ କେତେବେଳୁ ଭସ୍ମ ହୋଇ ସାରିଲାଣି। ମୃଗଟିଏ ଚୋରି କରି ମାରି ଖାଇଥିବାରୁ ବ୍ରହ୍ମରାକ୍ଷସ ହୋଇଥିଲ। ଏବେ ଧାର୍ମିକ ତୀର୍ଥଯାତ୍ରୀମାନଙ୍କୁ ମାରି ଅନେକ ପାପ ଅର୍ଜି ସାରିଲଣି। ମଣିଷ ମାଂସ ଖାଇବା ଅଭ୍ୟାସ ହୋଇଗଲାଣି। ଯାଅ, ଶୃଗାଳ ହୋଇ କୁରୁକ୍ଷେତ୍ର ମଣ୍ଡଳରେ ଅବସ୍ଥାନ କର। ଦ୍ୱିପର ଯୁଗ ଶେଷ ଭାଗରେ ମହାଭାରତ ସଂଗ୍ରାମ ହେବ ଏବଂ ତୁମର ମଣିଷ ମାଂସ ଭୋଜନ କରିବାର ଇଚ୍ଛା ସେଇଠି ପୂର୍ଣ୍ଣ ହେବ। ତୁମେ ତୁମର କୃତକର୍ମକୁ ବାରମ୍ବାର ଭୁଲି ଯାଉଛ। ଏବେ ତୁମେ କିଛି ଭୁଲିବ ନାହିଁ। ଯୁଗ ଯୁଗର କାହାଣୀ ତୁମେ ମନେ ରଖି କହିପାରିବ। ଆତାପିକୁ ଶୃଗାଳ କରିଦେଇ ଅଗସ୍ତୀ ପ୍ରୟାଗକୁ ଗଲେ। ଋଷି ପଲସ୍ତ୍ୟଙ୍କର ପୁତ୍ର ଯଜନ ଏହିପରି ଭବିଷ୍ୟତ ବକ୍ତା ଶୃଗାଳ ରୂପେ କୁରୁକ୍ଷେତ୍ର ନିକଟରେ ଅବସ୍ଥାନ କରୁଥିଲା। ସଞ୍ଜୟଠାରୁ ଏସବୁ ଶୁଣିଲା ପରେ ଧୃତରାଷ୍ଟ୍ର ଇଚ୍ଛା କଲେ କେମିତି ସେ ଶୃଗାଳ ମୁଖରୁ ସେ ମଧ୍ୟ ଆଗାମୀ ଯୁଦ୍ଧର ବିବରଣୀ ଶୁଣିପାରନ୍ତେ। ସଞ୍ଜୟ ସାହାଯ୍ୟରେ ଧୃତରାଷ୍ଟ୍ର ରାତ୍ରି ଅର୍ଦ୍ଧରେ କୁରୁକ୍ଷେତ୍ରକୁ ଯାଇ ଶୁଭସ୍ତମ୍ଭଠାରୁ କିଛି ଦୂରରେ ଏକ ବୃକ୍ଷମୂଳରେ ଲୁଚି ବସିଲେ। ଶୃଗାଳ ଦମ୍ପତି ଆସିଲେ। ଶୃଗାଳକୁ ତା ସ୍ତ୍ରୀ କହିଲା, କାହିଁ ସ୍ମି? ଯୁଦ୍ଧ ହେବ ବୋଲି କହୁଥିଲ। ବୃଥାରେ କାଲି ମିଳିଥିବା ଖାଦ୍ୟ ଛାଡ଼ିଲେ। ଏବେ କେତେଦିନ ଭୋକରେ ରହିବାକୁ ପଡ଼ିବ, ଠିକ ନାହିଁ। ମିଛରେ କହୁଥିଲ 18 ଦିନ ଯୁଦ୍ଧ ହେବ। ଅନେକ ଲୋକ ମରିବେ। କାହିଁ? ଶୃଗାଳ ବର୍ଣ୍ଣିତ ମହାଭାରତ ଯୁଦ୍ଧର ବିବରଣୀକୁ ଅବିଶ୍ୱାସ କରି ଏତିକି କହିବା ମାତ୍ରେ ଶୃଗାଳୀ ଦୃଷ୍ଟିଶକ୍ତି ହରାଇଲା। ସେ କହିଲା, ସ୍ମି, ମୁଁ କିଛି ଦେଖିପାରୁନାହିଁ କାହିଁକି? ଶୃଗାଳ କହିଲା, ମହାଭାରତ ଯୁଦ୍ଧର ବିବରଣୀକୁ ଅବିଶ୍ୱାସ କରିବାର ଫଳ।
एबे पुणी थरे कहुछि सुन। महाभारत युद्ध संपर्कीय भविष्यवाणीर पुनरावृत्ति कला जम्बुक। से कहिला, केवल एही थर जे ए भयंकर महासमर हेउछि ताहा नुहे, चारि जुगरे गोटिए मनु हुए। एहीपरि प्रत्येक मनुरे द्विपर जुगरे महाभारत युद्ध हुए। एही जेउ पर्वतरे आंभे बास करुछंती से पर्वत थरे मृत शरीर ओ रक्तरे बुडीगला। मु एही पर्वत उपरे बसी अनेक दिन धरी आनंदरे कोटी तीर्थ अभिषेकी राजामानंकर मांस खाइछि। पर्वत उपरे एही जेउ वृक्ष देखुछ, थरे से वृक्ष शाखाकु लागिला रक्त नदीर प्रवाह। सेई शाखा उपरे बसी मु दिन दिन धरी मांस भक्षण करी रक्तपानरे तृषा निवारण करिछि। एहीपरि भावरे शृगाल बारंबार महाभारत युद्धर विवरणी सुनाइबा उत्तारू शृगाळीर दृष्टि शक्ति फेरी आसिला। से शृगाळकु कहिला, स्मी एबे मु देखि पारुछि। संजय धृतराष्ट्रंकु कहिले, सुनिले त मो कथा अविश्वास करुथिले। धृतराष्ट्र बिना दृष्टिशक्तिरे मध्य निज वंश विनाशर विकराल रूप स्पष्ट देखि पारुथिले। राजभवनकु प्रत्यावर्तन कलापरे तांकर प्रथम कार्य थिला दुर्योधन आदिंकु युद्धरु निवृत्त कराइबा। राजसभारे धृतराष्ट्र समस्त सूचना देई तांको अनुरोध रक्षा करी भयंकर युद्धकु बंद करिबाकु कहिले। अजथा निश्चित सर्वनाशकु आमंत्रण कर नाही। शकुनी हसरे कथाकु उडाई कहिले, भयरे ए शृगाल उपाख्यान सुनाई आंभमानंकु डराउछंती। दुर्योधनकु धृतराष्ट्र अनुरोध करी कहिले, ए शकुनी वंश तुही करिछु संहार। रे पुत्र, से विनाशिब वंशकु तोहर। आरे बाबू, एहा कथा कले तु विश्वास निश्चय करिब एहु समूले विनाश। शकुनीर मंद उद्देश्य ओ चक्रांत धृतराष्ट्रंक परामर्शकु बेखातिर करिबा ओ पितांकर समयोपयोगी मूल्यवान उपदेश दुर्योधनंक उपरे कौनसी प्रभाव विस्तार करिपारु नथिला। दुर्योधनंक नीरवता शकुनींक समर्थनर द्योतक थिला। निराश होई धृतराष्ट्र नबरकु प्रत्यावर्तन कले। शेषरे शृगाळर भविष्यत बाणी सत्यरे परिणत हेला। कान्हू चरण पाणिग्राही, सत्य विहार, रसुलगढ़, भुवनेश्वर। आपण शीर्षक चैनल को सब्सक्राइब कलेनी कि जदि करिनांती एबे सब्सक्राइब करि नियंतु। एभली दिव्य सीरीज आध्यात्मिक, पौराणिक, साहित्य, गल्प, कविता तथा ओडिया भाषा और संस्कृतिर समृद्धि पाई एही यात्रा रे शामिल होई बहुल मात्रा रे लाइक, कमेंट और शेयर करंतु। जय जगन्नाथ।